मौसुमीर स्पर्शरे ओदा ओदा माटीरू आकाश आउ हाथ तिआरी टीएलएमर मृदु गुंजरणରେ गुंजरित ହେବାକୁ ଯାଉଛି ବୋରସିଂ ପ୍ରାଥମିକ ବିଦ୍ୟାଳୟର ସୁଖମୂଳ ପରିବେଶ। ବୋରସିଂ କ୍ଲଷ୍ଟରର 2 ଦିନିଆ ଟିଏଲଏମ୍ ୱାର୍କସପର ଶୁଭ ଆୟୋଜନରେ ଇତି ଅବସରରେ ଆମ ପ୍ରିୟ ବିଓ ସାର୍ ଶ୍ରୀ ରମେଶଚନ୍ଦ୍ର ସାହୁ ସାର୍ ପରିଦର୍ଶନରେ ଆସି କୁହନ୍ତି ସବୁବେଳେ ଗୋଟିଏ କଥା ଅଛି, ପ୍ରଥମେ ଅ ତାପରେ ଆ, ଅରେ ଅଶାନ୍ତି ଆରେ ଆନନ୍ଦ। ପ୍ରଥମେ କ ତାପରେ ଖ, ପରେ କଷ୍ଟ ପରେ ଖୁସି। ପ୍ରଥମେ ପ ତାପରେ ଫ, ପରେ ପରିଶ୍ରମ ପରେ ଫଳ। ପ୍ରଥମେ ବ ତାପରେ ଫ, ପରେ ବିଶ୍ୱାସ ପରେ ଭରସା। ସେମିତି ସାରଙ୍କ ସବୁବେଳେ ପ୍ରଥମେ ସ ତାପରେ ସ, ପ୍ରଥମେ ସମସ୍ୟା ତାପରେ ସମାଧାନ। ଆପଣମାନେ ଯେତେ ସମସ୍ୟା କୁହନ୍ତୁ ସ୍କୁଲର ତାର ସମାଧାନ କରିବା ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ସେଥିପାଇଁ ମୁଁ ସମସ୍ତ ନିବେଦନ କରୁଛି। उपलब्धि जहाँफल पिला उपकृत हम। शिक्षादान शिक्षण उपकरण कर्मशाला विभिन्न भाव अनुष्ठित होती ये पार्टिसिपेट कर निश्चित भाव कौन कौन कहते कहूँ सर ये अच्छा आउट ये गुड़िकर परिचय कौन सर ये संबल और ये सम्मान परिचय ठीक है सर ये गणित सप्ताह तरु ज्योति ज्ञान 7टी बार प्रतिफलित होती जहाँकि पिलाने क्रम अनुसार शिखिपारे। रविवार, सोमवार, मंगलवार, बुधवार, गुरुवार, शुक्रवार, शनिवार एभलिया पिलाने 7टी बार आपण जो टीएलएम तैयारी करछन या विषय टिक कहंतु। ये होची एटीएम मशीन, ये होची एटीएम कार्ड। अर्थात आम एटीएम जी पैसा बाहर करछे जति नंबर दौचे पैसा सेठी हम बाहर करछे जेहेतु छोट पिला में से बहुत इजी शिखि पारे। धरिनी ये होची कॉइन, आम जमी एटीएम रे पैसा उठाती नंबर मारिकी ये धरिन पिला जेहेतु छोट पिला मैंने धरी 2 नंबर दबेले 2 नंबर दबे सारा पर एटीएम कार्ड आम 2 थर पुश करवा आगे तो 2 थर पुश कर सारा पर 2टी कॉइन बाहर से देखले 2टी कॉइन आगे से अर्थात 2 नंबर दबे 2 थर पुश कला 2टी कॉइन बाहर पिलाटी आराम से तो 2 2 2 4 2 3 6 2 8 यही पड़ी अच्छा ये 2 पढ़िया कला आ कोन पढ़िया चिट रे एठी 3 पड़ी मतलब आपण नेक्स्ट तो बुलेबे तो 3 पड़ी गया पिला आराम से जानि पाइबो एठी 3 1 3 पुछुने 3 3 की 9 3 12 3 अच्छा 500 को पढ़िया चिट रे हां 500 अच्छी देखले टिके बुलेबे पंचम अंक सीधा जदि रखबा आपण पंचम पड़ी के बाहरी एभली 5 पढ़ा शिख पाइ। अच्छा सर ये जो टीएलएम करछन आपण गोटे गछरे आम रखिछन एटा गोटे लेखा है जोग वियोग द्रुम या विषय आपण कोन कहिबे। ये होची टीएलएम जोग वियोग अर्थात एथिरे पिला जोग शिखि पाइबो आ वियोग मध्य शिखि पाइबो। देखो ये होची आंब गछरे 10टी आंब अछि ए किडा धरि हम जोग शिखेबा कोन धरिनियो एथिरे आंब 2टी तळे पड़िछि 2टी पड़छि पिलाटा कहबा आ 3टा आंब पड़िले मोर केते हबो 1 2टी आंब थिला ओनी 3टा आंब पला केता हला ना 1 2 3 4 5 पिलाटा आराम से जोग मध्य सर जोग गला आपण वियोग केमति करिवे गोड़े तो ये गोड़े तो दे दे वो देखि जोया ते गोड़े तो
ଦେଖନ୍ତୁ ଏ ଗଛରେ 10ଟି ଆମ୍ବ ଅଛି। 10ଟି ଆମ୍ବ ପିଲାଟେ କହିବା ଏଥିରୁ 4ଟା ଆମ୍ବ ଗଲେ ଆଉ ରହିବ କେତେ? 1 2 3 4 ଧରିନା 4ଟି ଆମ୍ବ ତଳେ ଗଲେ 10ଟା ସେ ପିଲାଟା ଆରାମସେ ଗଣି କରିଦଉଛି ଆଉ କେତେ ରହିବ 1 2 3 4 5 6 10 4 ଗଲେ 6 ପିଲାଟା ଅତି ସହଜରେ ସେ କହିପାରିବ। ଆଚ୍ଛା ସାର୍ ଆପଣ ଯେ 2 ଦିନ ଭିତରେ ଭଗ୍ନାଂଶ ଚକ୍ର ତିଆରି କରୁଛନ୍ତି ୟାର ଉପଯୋଗିତା ବିଷୟ ଟିକେ କୁହନ୍ତୁ। ପିଲାଟି ଯେତେବେଳେ ଭଗ୍ନାଂଶ ଶିଖିବାକୁ ଆରମ୍ଭ କରେ ତ ସେତେବେଳେ ତା ମନରେ ବହୁତ ପ୍ରଶ୍ନ ଉଙ୍କି ମାରେ କି ଭଗ୍ନାଂଶ କ'ଣ, କେମିତି ଶିଖିବି, କେମିତି କ'ଣ ହୁଏ ଭଗ୍ନାଂଶ, ଅର୍ଥାତ୍ ଭଗ୍ନାଂଶ ଅର୍ଥାତ୍ ଭଗ୍ନ ସଂଖ୍ୟା। ତ ଏଇଠି ଗୋଟିଏ ବୃତ୍ତଟା ହେଲା ଗୋଟିଏ ଅର୍ଥାତ୍ ପୁରାଟା ହେଲା ବୃତ୍ତ, ତେଣୁ ସେ ବୃତ୍ତକୁ ମୁଁ ସମାନ 8 ଭାବେ ବିଭକ୍ତ କରିଛି। ସମାନ 8 ଭାବେ ବିଭକ୍ତ କରିବା ଫଳରେ ପିଲାଟି ସେ ଚକ୍ରକୁ ଘୁରାଇ ଘୁରାଇ ସେ ସହଜରେ ଶିଖିପାରିବ। ଯେମିତିକି ଏବେ ମୁଁ ଘୁରାଇଲି, ବର୍ତ୍ତମାନ ଦେଖାଗଲା ଯେ ପୁରା ରଙ୍ଗଟା ଅଲଗା, ଏ ରଙ୍ଗଟା ଅଲଗା, ଅର୍ଥାତ୍ ଇଏ ହେଉଛି 8 ସମାନ ଭାଗରୁ 1 ଭାଗ। ସେମିତି ପୁଣି ସେ ଘୁରେଇଲା ପରେ ପୁଣି ତାକୁ ଯିବ ଯେ 2 ଭାଗ ଆସିଲା, ଅର୍ଥାତ୍ 8 ସମାନ ଭାଗରୁ 2 ଭାଗ ଆସିଲା। ଏହିପରି ସେ ଘୁରେଇ ସେ ପିଲାଟି ଶିଖିପାରିବ ଯେ ପୁରା ଭାଗରୁ କେତେ ଭାଗ, ଅର୍ଥାତ୍ ଏଇସବୁ ତାକୁ ଶିଖିବାରେ ବହୁତ ସହାୟକ ହେବ। ଆଚ୍ଛା ଦିଦି ଏ ଯେଉଁ TLM ଆପଣ କରିଛନ୍ତି ଯୋଗ ସାରଣୀ ୟା ଉପରେ କ'ଣ କୁହନ୍ତୁ? ଏମିତି ଯୋଗ ସାରଣୀ ଯେଉଁ TLM କି ପିଲାମାନେ ଜାଣିପାରିବେ ମିଶ୍ରଣଟା। ଦେଖନ୍ତୁ ଏପଟେ ଡାହାଣ ପାଖରେ ଅଛି 10, 9ରେ 1 ମିଶିଲେ 10, 8ରେ 2 ମିଶିଲେ 10, 7ରେ 3 ମିଶିଲେ 10, 6ରେ 4 ମିଶିଲେ 10, 5ରେ 5 ମିଶିଲେ 10। ଏମିତି ଭାବରେ ପିଲାମାନେ ଜାଣିପାରିବେ। ପୁଣି ଆମେ ଯଦି ଟିକେ ଡାହାଣକୁ ଟିକେ ଝିକିଦେବା ତ ଦେଖନ୍ତୁ ଏଠି 9 ଆସିଲା, ସେଇ ସଂଖ୍ୟାକୁ 8ରେ 1 ମିଶିଲେ 9 ଆସିଲା, 7ରେ 2 ମିଶିଲେ 9 ଆସିଲା, 6ରେ 3 ମିଶିଲେ 9 ଆସିଲା। ଠିକ୍ ଅଛି, ଆପଣ 5ରେ ରଖିଲେ ଦେଖିବା କେମିତି ହେଉଛି? 5ରେ ଦେଖନ୍ତୁ 4ରେ 1 ମିଶିଲେ 5, 3ରେ 2 ମିଶିଲେ 5, 3ରେ 2 ମିଶିଲେ 5, 5ରେ 4 ମିଶିଲେ 5, 5ରେ 0 ମିଶିଲେ 5। ପିଲା ଭଲ ଭାବରେ ଜାଣିପାରିବ ସେ ମିଶ୍ରଣ 2ଟି ସଂଖ୍ୟାର ଭଲ ଭାବରେ। ଏ ଯେଉଁ TLMଟା ଆପଣ ତିଆରି କରିଛନ୍ତି ୟା ବିଷୟରେ କ'ଣ କହିବେ? ପିଲାମାନଙ୍କର ଭାଷା ଜ୍ଞାନଟା ଟିକେ କମିଯାଉଛି, ତେଣୁକରି ଆମେ ଆଟ୍ରାକ୍ଟିଭ୍ କରିବା ପାଇଁ କିମ୍ବା ପିଲାମାନେ ଯେମିତି କମ୍ ସମୟରେ ଶିଖିପାରିବେ ସେହିପରି କିଛି କମ୍ ସମୟରେ ଶିଖିବା ପାଇଁ ବୋଲି ମୁଁ ଗୋଟେ TLM ପ୍ରସ୍ତୁତି କରୁଛି, ଯାହା ମାଧ୍ୟମରେ ସେମାନେ କିଛି ଭାଷାର ଶବ୍ଦ ଗୁଡ଼ାକ ମନେ ରଖିପାରିବେ। ଯେପରିକି କିଛି ଶବ୍ଦ ମୁଁ ବ୍ୟବହାର କରୁଛି ଯେଉଁ ଶବ୍ଦର ମଧ୍ୟ ଅକ୍ଷର ଗ ରହିବ, ତ ସେଥିରେ ଗୋଟେ ପିଲାମାନେ ଜାଣିପାରିବେ ଯେ କେଉଁ ଶବ୍ଦର ମଧ୍ୟ ଅକ୍ଷର ଗ ଆସେ। ଉଦାହରଣ ସ୍ୱରୂପ ପ୍ରଥମ ହେଲା ନଗର, ମଝିରେ ଗ ଆସିଲା। ଆଚ୍ଛା ଆପଣ ଟଗର କେମିତି କରିବେ? ସାର୍ ଟଗର କେମିତି କରିବେ? ଟଗରଟା କରିବା ପାଇଁ ହେଲେ ଆମକୁ ଆଗ ତଳକୁ ଝିକିବାକୁ ପଡ଼ିବ। କେମିତି କାହିଁ ଟାଣିବେ ସାର୍? ତଳକୁ ଧୀରେ ଧୀରେ ଟାଣିବାକୁ ହେଇଗଲା ଟଗର। ଆଚ୍ଛା ଆର ପଟେ କ'ଣ ସାର୍ ଅଛି? ଆର ପଟେ ବି କିଛି ମଧ୍ୟ ମୁଁ ତିଆରି କରିଛି। ଯେମିତିକି ଦେଖନ୍ତୁ ପ୍ରଥମ ଶବ୍ଦକୁ ମୁଁ ନେଇଛି ଅରଟ, ତାପରେ ପୁଣି ମୁଁ ଯଦି ତଳକୁ ଟାଣିବି ତାପରେ ପୁଣି ଥରେ ଆସିବ ଭରତ। ଆଜ୍ଞା ସାର୍ ଆଜ୍ଞା ସାର୍। ତାପରେ ପୁଣି ଥରେ ଯଦି ତଳକୁ ଟାଣିବି ତାହେଲେ ଆସିବ ଧର୍ମ। ଆଚ୍ଛା ଏଇଟା ଉପରୁ ବି ଯାଇପାରିବ ନା? ହଁ, କାହିଁକି ଯାଇପାରିବ? ଉପରକୁ ମଧ୍ୟ ଯାଇପାରିବ, ଉପରକୁ ତଳକୁ ଚାରିପଟେ ଯାଇପାରିବ, ଉପରକୁ ତଳକୁ ଆମେ ଯେମିତି ଚାହିଁବା। ଏଇ ଯନ୍ତ୍ର ସାହାଯ୍ୟରେ ପିଲାମାନେ ଅବନାକ୍ଷର ଭଲସେ ଶିଖିବେ। ହଁ ସାର୍। ଆଚ୍ଛା ଏଇ ଯେଉଁ TLMଟା ଅକ୍ଷର ବାକ୍ସ କରୁଛନ୍ତି ୟା ବିଷୟରେ କ'ଣ କହିବେ? ଅକ୍ଷର କହିଲେ ଏବେ ଧରନ୍ତୁ ପ୍ରଥମରେ ଗୋଟେ ବୁଲା ହେବ, ବଙ୍କା ବୁଲେଇକି ଆଉ 2ଟା ବଙ୍କା ବୁଲା ହେବ, ଆଉ 2ଟା ବଙ୍କା ବୁଲେଇକିରି ମାନେ ଅଟା କେମିତି ଲେଖିବେ ଆପଣ ସେଟା କରିଛନ୍ତି? ଅଟା କେମିତି ଲେଖାଯିବ ଆସ୍ତେ ଆସ୍ତେ କେତେଟା ସ୍ତର ନେଇ ଭାଗ ନେଇକି କରାଇକି ତାପରେ ଆଉ କ'ଣ ରଖିଛନ୍ତି? ଆହୁରି ଅଛି କେତେ କ'ଣ ଆ ଅଛି, ତାପରେ ଇ ଅଛି। ଦେଖନ୍ତୁ ଗୋଟେ ଗୋଲେଇ 2ଟା ଗୋଲେଇ ତାର 2ଟା ଗୋଲେଇର ଅଧା ଗୋଲେଇ। ଆଜ୍ଞା 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 ଆଜ୍ଞା। ସେପଟେ 5ଟି ଆଙ୍ଗୁଠି ଅଛି, ଇଏ ଅଛି 3ଟି ଆଙ୍ଗୁଠି। ପିଲାମାନଙ୍କୁ ଯଦି ଆମେ ପଚାରିବା 5ରେ 3 ମିଶିଲେ କେତେ, ତାହେଲେ ପିଲାମାନେ ଆଙ୍ଗୁଠିକୁ ଗଣିକି ମଧ୍ୟ କହିପାରିବେ 5ରେ 3 ମିଶିଲେ 8।